ପାଖାପାଖି 160 ପିଲା ଅଛନ୍ତି କିନ୍ତୁ ଦେଖୁଛୁ ମାଷ୍ଟର ମାନେ କେବଳ 5 ଜଣ ଅଛନ୍ତି। ତେବେ କିପରି ଶିକ୍ଷାର ଆହୁରି ବୃଦ୍ଧି ହୋଇପାରିବ, ଶିକ୍ଷାର ସେମାନେ କେମିତି ଉନ୍ନତି ହୋଇପାରିବ? ଲୋକମାନେ ବହୁତ ଥିବେ, ଯଦି ଖାଦ୍ୟ କମ୍ ଥିବ ତେବେ ଲୋକମାନେ କିପରି ଖାଦ୍ୟ ପାଇପାରିବେ? ଏଣୁ ମୁଁ ଅନୁରୋଧ କରୁଛି ଯେ 2ଟି ଟିଚର ଅଛନ୍ତି ସେମାନେ ପାଠ ପଢ଼ୁଛନ୍ତି, ଆଉ ବଳକା ଟିଚର ମାନେ ସେମାନେ କ'ଣ କରୁଛନ୍ତି, ଯେଉଁ ଆମର ଭୋଟର ଆଇଡେଣ୍ଟି କାର୍ଡ଼ ବିଷୟରେ ସେମାନେ ଯେତେବେଳେ ଅଫିସରେ ଫୋନ୍ ଆସୁଛି ସେମାନେ ଯାଉଛନ୍ତି। ଆଉ ଗୋଟେ ଟିଚର ଅଛନ୍ତି ହେଡ଼ମାଷ୍ଟର, ସେ କେତେବେଳେ ପଢ଼ାନ୍ତି ଏବଂ ସ୍କୁଲର ପ୍ରତି ବିଷୟ ବୁଝନ୍ତି ଅଫିସିଆଲ କାମରେ। ତ ଦେଖୁଛୁ 5ଟି ଟିଚର ମାନଙ୍କ ମଧ୍ୟରୁ କେବଳ ପ୍ରାୟ 2 ଟିଚର ଏକା ପଢ଼ୁଛନ୍ତି, ସେମାନେ ଆଉ 3 ଜଣ ସବୁ ଅଫିସ କାମରେ ବ୍ୟସ୍ତ ଅଛନ୍ତି। ଏଣୁ ମୁଁ ସରକାରକୁ ଅନୁରୋଧ କରୁଛି, ବିଶେଷ କରି ମୁଁ ଗଜପତି ଜିଲ୍ଲାପାଳକୁ ଅନୁରୋଧ କରୁଛି ଆମ ସମସ୍ତଙ୍କ ମାଧ୍ୟମରୁ ଯେ ଆମର ଏହି ଅଲଡ଼ା ବସଷ୍ଟାଣ୍ଡର ସ୍କୁଲ ପ୍ରତି ଦୟା କରିକି ଆମେ ସମସ୍ତ ପିଲାଙ୍କ ଭବିଷ୍ୟତ ଉନ୍ନତ ଯେପରି ହେବେ ଏ ସକାଶେ ଚିନ୍ତା କରିକି ଯଥାଶୀଘ୍ର 2ଟି ଶିକ୍ଷକ ଦିଅନ୍ତୁ ବୋଲି ଆମେ ସମସ୍ତେ, ମୁଁ ନୁହେଁ ଆମେ ସମସ୍ତେ ଗ୍ରାମବାସୀ ଅଞ୍ଚଳବାସୀ ଆମେ ସମସ୍ତେ ଦାବି କରୁଛୁ। ଏହା ହିଁ ମୋର ଆଜିର ସରକାରକୁ ଜଣାଇବା ନିବେଦନ। ଆଉ ଯେଉଁଦିନ ଯାଏ ହେବ ନାହିଁ